ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ। ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ସ୍ଥାନୀୟ କଦମପଡ଼ିଆସ୍ଥିତ ଜଗନ୍ନାଥ ମନ୍ଦିର ପରିସରରେ ସ୍ନାନ ମଣ୍ଡପରେ ଦେବୋତ୍ତର ବିଭାଗ ପକ୍ଷରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦେବସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମ ସମାଜ ପକ୍ଷରୁ ଏହି ଦେବସ୍ନାନ ପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସକାଳୁ ମଙ୍ଗଳ ଆଳତି କରି ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରାଯାଇଥିଲା। ସ୍ନାନ ମଣ୍ଡପକୁ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ବିଜେ କରି ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରି 108 ଗରା ହଳଦୀ କୁଙ୍କୁମ ସୁବାସିତ ଜଳରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ତାପରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ସୁସଜ୍ଜିତ କରି ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା। ସତେ ଯେପରି ଠାକୁରଙ୍କ ଏହି ବେଶ ଭଗବାନ ଓ ଭକ୍ତଙ୍କ ମଧ୍ୟରେ ଅନୁଭବ ନିବିଡ଼ ଭକ୍ତିର ଭାବନା ଦେଇଥାଏ। ଏହି ଦିବ୍ୟ ଦର୍ଶନକୁ ଅନୁଭବ କରିବାକୁ ରେଢ଼ାଖୋଲ ସହରର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ଭକ୍ତଗଣ ସମାଗମ ହୋଇଥିଲେ। ଶେଷରେ ଶ୍ରୀଜୀଉଙ୍କୁ ସନ୍ଧ୍ୟା ଆଳତି ପରେ ଅଣସର ପିଣ୍ଡିକୁ ବିଜେ କରି ଗୁପ୍ତ ନୀତି କରାଯାଇଥିଲା। ଏଥିରେ ଦେବୋତ୍ତର ବିଭାଗ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସ୍ଥାନୀୟ ଉପଜିଲ୍ଲାପାଳ ରଶ୍ମିରଞ୍ଜନ ମହାନ୍ତ ଉପସ୍ଥିତ ରହିବା ସହ ଦେବୋତ୍ତର ବିଭାଗ ସଭାପତି ଅରୁଣ କୁମାର ପ୍ରଧାନ, ବ୍ରହ୍ମ ସମାଜ ସଭାପତି ହରିଶଙ୍କର ହୋତା ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ। ଏଥିରେ ଜଗନ୍ନାଥଙ୍କ ସେବା ଦଳ ପକ୍ଷରୁ ସକ୍ରିୟ ସହଯୋଗ କରିବା ସହିତ ଭକ୍ତଗଣମାନଙ୍କୁ ପ୍ରସାଦ ସେବନ କରିଥିଲେ। ରେଢ଼ାଖୋଲରୁ ଗଜାନନ ଭେଶ୍ରାଙ୍କ ରିପୋର୍ଟ, ନ୍ୟୁଜ୍ ଓଡ଼ିଶା ଟିଭି।